भाई এখন তো আসি পৌঁছি গলি মহাଣ মাছ মার্কেট বাবলপুর আউ প্রথমে গেটটা দেখন্তু ভাই কেতে সুন্দর হয়েছি। হাই গাইজ নমস্କାର জয় জগন্নাথ। তো আজর ইন্টারেস্টিং ভিডিও হওয়া ପାଇଁ যাଉଛି ଆଉ ସେ ଭିଡ଼ିଓକୁ ଆପଣମାନେ ଯଦି ଦେଖିବା ପାଇଁ ଚାହୁଁଛନ୍ତି ତ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଲାଷ୍ଟ ଯାଏ ଦେଖନ୍ତୁ। ଆଉ ଭିଡ଼ିଓଟି ଛୋଟ ହେବ ବେଶୀ ଲଙ୍ଗ ବି ହେବନି ଆଉ ବହୁତ ଇଣ୍ଟରେଷ୍ଟିଂ ହେବ ବହୁତ ମଜାଦାର ହେବ। ତ ଭାଇ ଆଜି ଆପଣମାନଙ୍କ ସହିତ ଗୋଟେ ବହୁତ ଭଲ ଜିନିଷ ଗୋଟେ ସେୟାର କରିବି ଆଉ ସେଇଟା ଆପଣମାନେ ଦେଖିକି ବି ଆପଣମାନେ ବି ଆସିପାରିବେ ଆଉ ବହୁତ ସାରା ମଜା ନେଇପାରିବେ ବହୁତ ଏଣ୍ଟରଟେନମେଣ୍ଟ ହେବ ଆଉ ବହୁତ ସାରା ଅଲଗା ପ୍ରକାର ମଜା ହେବ ଭାଇ। ଆଉ ଘରେ ଏବେ କେହି ନାହିଁ ଦେଖନ୍ତୁ ଏବେ ଟିଭି ବନ୍ଦ ଅଛି ସବୁ ଦେଖନ୍ତୁ ଘରେ କେହି ନାହିଁ ମା ନାହିଁ ମା ଯାଇଛି ଭାଇ ଗୋରୁ ଖୋଜିବା ପାଇଁ କାହିଁକିନା ଆମ ଗୋରୁ ହେଲା 3 ଦିନ ଯାକ ହେଲା ଭାଇ 3 ଦିନ ହେଲା ଘରକୁ ଆସୁନାହିଁ ଭାଇ କୋଉଠି ବଣ ବୁଦାରେ ଗଳେଇକି ଯେ ରହୁଛି ମା ବି ତାକୁ ଖୋଜିକି ପାଉନି। ସେଇଥିପାଇଁ ମା କହିଲା ଖରାବେଳଟାରେ ଯିବି ଯଦି ଏଗୁଡ଼ାକ କେବେ ଚଢୁଥିବ ତାକୁ ବାନ୍ଧିକି ତାକୁ ଘରକୁ ଘୋଷାଡ଼ିକି ନେଇକି ଆସିବି କାହିଁକିନା ସିଏ ଆସୁନି ଭାଇ। ଥଣ୍ଡା ଭାଇ ଆମ ଗାଁରେ ପ୍ରବଳ ଥଣ୍ଡା ହେଉଛି ଆଉ ରାତିରେ ଭାଇ କୋଉଠି ରହୁଛି ଆଉ ଯଦି ଜଣେ ଘରେ ପଶୁ ଗୋଟେ ପାଳୁଛୁ ନା ଭାଇ ଆଉ ସେ ଯଦି ନ ଆସେ ରାତିରେ ନିଦ ବି ହବନି ଭାଇ। ତ କୋଉଠି ରହିଲା ଯେ ଥଣ୍ଡାରେ ଆଉ ଆପଣମାନଙ୍କ ଗାଁରେ କେମିତି କ'ଣ ଥଣ୍ଡା ହେଉଛି ତ ସେଇଟା କମେଣ୍ଟରେ ଜଣାଇବେ। ଆଉ ଆପଣମାନଙ୍କୁ ଓଡ଼ିଆ ମାନେ ବଢ଼ିଆ ମନରେ ଓଡ଼ିଆ ପିଲାକୁ ବହୁତ ସାରା ଭଲ ପାଇବା ଆଉ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ ବଢ଼ିଆ ମନରେ। ତ ଭାଇ ଏବେ ଚାଲ ଆପଣମାନଙ୍କ ସହିତ ସେୟାର କରିବି ସେଇ ଜିନିଷଟି ତ ଆଉ ଜମା ବି ଲେଟ୍ କରିବାନି ଆରମ୍ଭ କରିବା ବ୍ଲଗ ଆଜିର। ଆଉ ଭାଇ ଆମ ଗାଁରେ ମା କାଳୀଙ୍କର ପୂଜା ହବ ଆଉ କାଲି ପୂଜା ରାତିରେ କାଲି ରାତିରେ ପୂଜା ଆଉ ମେଳା ବି ଏଠି ବସିବ ଆଉ ଯାତ୍ରା ହବ ନାଇଟ୍ ମେଲୋଡି ପ୍ରୋଗ୍ରାମ ଏମିତି ସବୁ ବହୁତ ସାରା ଅଛି ସେଇଟା ବି ଆପଣମାନଙ୍କ ସହ ସେୟାର କରିବି। ଭିଡ଼ିଓକୁ ଏମିତି ଦେଖନ୍ତୁ ଆଉ ଭଲ ପାଇବା ସପୋର୍ଟ କରନ୍ତୁ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ଆଣିବି ଭାଇ। ତ ସେଇଟା ବି ଆପଣମାନଙ୍କୁ ସେୟାର କରିବି ଅପେକ୍ଷା କରନ୍ତୁ। ଆଉ ଆମର ଗାଁରେ ଭାଇ ଆଦିବାସୀ ଲୋକ କିଛି ଅଛନ୍ତି ତ ଆଦିବାସୀ ଲୋକଙ୍କର ମକର ପର୍ବଟା ବଡ଼ ପର୍ବ ଆଉ ସେଇଥିପାଇଁ ସେମାନେ ପୁରା ଅଲଗା ପ୍ରକାର ପୁରା ନାଚୁଛି ଭାଇ ପୁରା ଅଲଗା ପ୍ରକାର। ମତେ ମୁଁ ଯାଇଥିଲି ମାମୁଁ ଘରକୁ ଆଉ ମାମୁଁ ଘରକୁ ଆସିଥିଲି ଆଉ ସେଠି ମତେ ବି ଧରିନେଲେ ଆଉ ଧରିକି ଭାଇ ପୁରା ତାନା ନାଁରେ ପୁରା ଅଲଗା ପ୍ରକାର ଭାଇ ଗୋଟେ ଡ୍ୟାନ୍ସ ହେଲା ସେଇଠି ଆଉ ସେଇଟା ଆପଣଙ୍କ ସହ ସେୟାର କରିପାରିନି ଆଉ ସେତେବେଳେ ମୁଁ ବ୍ଲଗ ଷ୍ଟାର୍ଟ ବି ନ କରିଥିଲି ଆଉ ମାନେ କରିନଥିଲି ତ ସେଠି ହଠାତ୍ ମତେ ଧରିନେଲା ଆଉ ଡ୍ୟାନ୍ସ ସାରିବା ପାଇଁ ସେମାନେ ବାଧ୍ୟ କଲେ ମୁଁ ବି ଟିକେ ନାଚିଦେଲି ସେମାନଙ୍କ ସହିତ ବହୁତ ଖୁସି ଲାଗିଲା ଆଉ ବହୁତ ଆଶୀର୍ବାଦ ବି ମିଳିଲା ବହୁତ ମାନେ ଭଲ ପାଇବା ମିଳିଲା ବି। ତ ଚାଲ ଭାଇ ଆଉ ଆଉ କ'ଣ କହିଲେ ଆଜିର ଯେଉଁ ପାଇଁ ଆଜିର ଘରେ ବ୍ଲଗ ହେଉଛି ସେଇଟା ଆପଣମାନଙ୍କ ସହିତ ସେୟାର କରିବି। ଏଇଠି ଆମ ଦେଖନ୍ତୁ ଆମର ଏଠି ଜଗନ୍ନାଥ ମହାପ୍ରଭୁ ଅଛନ୍ତି ଏଠି ବହୁତ ସାରା ମୂର୍ତ୍ତି ଅଛି ଏଇଠି ଦେଖନ୍ତୁ। ଏଇଟା ଭାଇ ମୁଁ ଯାଇଥିଲି କେଉଁଠି କହିଲେ ଏଇଟା ଯାଇଥିଲି ଭାଇ ପଞ୍ଚଲିଙ୍ଗେଶ୍ୱର ଏଇଟା ପଞ୍ଚଲିଙ୍ଗେଶ୍ୱର ମୁଁ ଆଣିଥିଲି ନା ସରି ଏଇଟା ମାଣିତିରି ଯାଇଥିଲି ଏଇଟା ମାଣିତିରିରୁ ଆଣିଥିଲି ମୁଁ। ଏଇଟା ତାରିଣୀ ଯାଇଥିଲି ଆଉ ଏଇଟା ତାରିଣୀରୁ ଆଣିଥିଲି ଆଉ ସେଇଟା ଯାଇଥିଲେ ମା ଯାଇଥିଲେ ପୁରୀ ସେଇଠି ପୁରୀରୁ ମା ସେଇଟା ନେଇକି ଆସିଥିଲେ। ଆଉ ଏଇଟା ଗଣେଶ ମୂର୍ତ୍ତିଟା ଭାଇ କିଏ ଦେଇଥିଲା ସେଇଟା ମୁଁ ଜାଣିନି ଆଉ ଏଇଟା ବି ମା ଯାଇଥିଲେ ଏଇଟା ବି ଯାଇଥିଲେ ମା କୁଆଡ଼େ ବୁଲିବା ପାଇଁ ପଞ୍ଚଲିଙ୍ଗେଶ୍ୱର ଯାଇଥିଲେ ମା ବୁଲିବା ପାଇଁ ଏଇଟା ମା ନେଇକି ଆସିଥିଲେ। ଇମାମି ପଞ୍ଚଲିଙ୍ଗେଶ୍ୱର ଏମିତି ସବୁ କିଛି ବୁଲିବା ପାଇଁ ଯାଇଥିଲେ ମାମୁଁ ଘର ଲୋକ ଆଉ ମା ଯାଇଥିଲେ ଏଇଟା ନେଇକି ଆସିଥିଲେ ମା ସେଇଠରୁ। ତ ଭାଇ ଚାଲ ଆଉ ଯେଉଁ ଭିଡ଼ିଓ ମାନେ ଯେଉଁ କଥା ପାଇଁ ଆଜି ବ୍ଲଗ ମାନେ କରୁଛୁ ସେଇଟା ଆପଣଙ୍କୁ ଦେଖେଇବି। ଏବେ ଦେଖନ୍ତୁ ମୋ ହାତରେ ଅଛି କ'ଣ ଏଇଟା ଗୋଟେ କାର୍ଡ଼ ଆଉ ଏ କାର୍ଡ଼ରେ କ'ଣ ଲେଖା ହେଇଛି ସେଇଟା ଆପଣମାନଙ୍କ ସହିତ ଭିଡ଼ିଓ ମାଧ୍ୟମରେ ସେୟାର କରିବି। ଆଉ ମା ବି ଆସିଗଲେ ଦେଖନ୍ତୁ ଘରୁ ଖୋଜିକି ପାଇଲ ନା ମା ନେଇକି ଆସିଗଲେ ମା ଘରୁ ନେଇକି ଆସିଗଲେ। ତ ଏ ଦେଖନ୍ତୁ ମୋ ହାତରେ ଗୋଟେ କାର୍ଡ଼ ଅଛି ଆଉ ଏଇ ବାହାବଳପୁର ମାଛ ମାର୍କେଟର ମତ୍ସ୍ୟଜୀବୀ ସଂଘ ସେମାନେ କରୁଛନ୍ତି କ'ଣ ଗଙ୍ଗା ମାତାଙ୍କର ପୂଜା ଆଉ ସେଠି ପାଇଁ ବହୁତ ଆକର୍ଷଣୀୟ ଜିନିଷ ଅଛି ଆଉ ବ୍ଲଗ ବି ପଡ଼ିଯିବ। ତ ଆଜି ସେଇଟା ଆପଣମାନେ ଯାଇକି ଦେଖିଦେବେ ସନ୍ଧ୍ୟା 6ଟା ବେଳେ ପଡ଼ିଯିବ ଆଜି ଆଉ ଆଜିର ବ୍ଲଗ ପୁଣି କାଲି ପଡ଼ିବ ଏଇଟା। ତ ଏମିତି ଅଛି ଆଉ ରହିଲା କ'ଣ ଏଇଟା ଆପଣଙ୍କୁ ଭଲସେ ଦେଖେଇ ଦେଉଛି ଦେଖନ୍ତୁ ଭାଇ ପୁରା କାର୍ଡ଼ଟା ଆଗେ ଦେଖେଇ ଦେଉଛି କାର୍ଡ଼ଟା ଆଉ ବହୁତ ଭାଇ ଇଣ୍ଟରେଷ୍ଟିଂ ଜିନିଷ ସେଇଠି ଅଛି। ତ ଆପଣମାନେ ଆସନ୍ତୁ ବହୁତ ମାତ୍ରାରେ ଆଉ ଆପଣମାନେ ନିଜ ଆଖିରେ ଦେଖନ୍ତୁ ଦେଖିଲେ ହିଁ ଜାଣିପାରିବେ ନ ଦେଖିଲେ କିଛି ଜାଣିପାରିବେନି ମୁଁ କହିଲେ କ'ଣ ହେବ ଆପଣମାନେ ଆସିକି ଦେଖନ୍ତୁ। ଆଉ ମଝିରେ ଭିଡ଼ିଓ ମଝିରେ ମୁଁ ବି ସେୟାର କରିଦେବି ସେଇ ସବୁ ଭିଡ଼ିଓ ଅଳ୍ପ ଅଳ୍ପ
ତ ଆପଣମାନେ ଦେଖିବେ ତ ବହୁତ ଇଣ୍ଟରେଷ୍ଟିଂ ହେବ। ଆଉ ଭାଇ କ'ଣ କହିଲେ ବହୁତ ସୁନ୍ଦର ଜିନିଷ ସବୁ ଅଛି ଆଉ ଆପଣମାନେ ଆସିଲେ ହିଁ ଜାଣିପାରିବେ ସେଇଟା। ତ ଚାଲ ଏବେ କାର୍ଡଟା ଖୋଲିବା ଆଉ ଖୋଲିକି କେଉଁ ଦିନ କେଉଁ ପ୍ରୋଗ୍ରାମ ଅଛି ସେଇଟା ଆପଣମାନଙ୍କ ସହିତ ସେୟାର କରିବି। ଚାଲ ଭାଇ ଏବେ ଖୋଲିକି ଆପଣମାନଙ୍କ ସହିତ ସବୁ କିଛି ସେୟାର କରିବି। କାର୍ଡଟାକୁ ଖୋଲିବି, ଖୋଲିଲା ପରେ ଭାଇ ତା ଭିତରେ ବି ବହୁତ ସୁନ୍ଦର ଜିନିଷ ଅଛି। ତ ଚାଲ ଖୋଲିକି ଆପଣମାନଙ୍କୁ ଦେଖେଇବି। ତ ପ୍ରଥମେ ଏଠି ଦେଖିଦିଅନ୍ତୁ କାର୍ଡଟି, ତାପରେ ଖୋଲିବା। ଏପଟରେ ବି ଆପଣମାନେ ଭଲସେ ଆପଣମାନଙ୍କ ସହିତ ସେୟାର କରିଦେଉଛି, ଆପଣ ଭଲସେ ଦେଖିଦିଅନ୍ତୁ ଆଉ ପଢ଼ି ଦିଅନ୍ତୁ ମଧ୍ୟ। ତାପରେ ରହିଲା ଏଠି ଭାଇ ଏପଟୁ ଯିବା। ଆଉ 17 ତାରିଖ ଅଛି ରୟାଲ ଚ୍ୟାଲେଞ୍ଜ, 18 ତାରିଖ ଅଛି ଭାଇ କ'ଣ ମା ସମଲେଶ୍ୱରୀ ମେଲୋଡି ଗ୍ରୁପ୍ ବରଗଡ଼ରୁ ଆସୁଛନ୍ତି 18 ତାରିଖ ଦିନ ରବିବାର। ଭାଇ ଆସୁଛି ଦେଖନ୍ତୁ ଭାଇ ମା ସମଲେଶ୍ୱରୀ ମେଲୋଡି ତାଙ୍କର ଆସୁଛି ଗ୍ରୁପ୍ ବରଗଡ଼ରୁ ଭାଇ ରାତି 9 ଘଟିକାରେ ଆରମ୍ଭ। ଭାଇ ରାତି 9 ଘଟିକାରେ ଆରମ୍ଭ। ତ ଆହୁରି ବି ଭାଇ ବହୁତ ସୁନ୍ଦର ଜିନିଷ ଅଛି, ଏଇଟା ଉଲ୍ଟେଇଲେ ଭାଇ ବହୁତ ସୁନ୍ଦର ଜିନିଷ ବାହାରିବ। ତ 19 ତାରିଖ ଅଛି ପ୍ରଭୁପଦ ମେଲୋଡି, ଆଉ 20 ତାରିଖ ଅଛି ଭଲି ଟୁର୍ଣ୍ଣାମେଣ୍ଟ, ଆଉ 21 ତାରିଖ ଅଛି। 21 ତାରିଖ ଦିନ ଭାଇ ପୁରା ଅଲଗା ଲେବୁଲରେ ଅଛି ଭାଇ, କ'ଣ କହିବା। ଅସୀମା ପଣ୍ଡା ମ୍ୟାଡ଼ାମଙ୍କର ମେଲୋଡି ପ୍ରୋଗ୍ରାମ ଅଛି। ଅସୀମା ପଣ୍ଡା ମ୍ୟାଡ଼ାମଙ୍କର 21 ତାରିଖ ଦିନ ଅଛି ମେଲୋଡି ପ୍ରୋଗ୍ରାମ। ତ ଆପଣମାନେ ବହୁତ ମାତ୍ରାରେ ଆସନ୍ତୁ, ସେ ବି ଭାଇ ରାତି 9 ଘଟିକାରେ ଆରମ୍ଭ ହେବ। ତାପରେ ଏମିତି ସବୁ ଅଛି ଆଉ ଆପଣ ଦେଖିଦିଅନ୍ତୁ। ପୁରା କାର୍ଡଟା ଆପଣମାନଙ୍କୁ ସେୟାର କରିଦେଲି, କାର୍ଡରେ ଭିଡ଼ିଓ ବନେଇକି ଆପଣମାନେ ପୁରା ଭଲସେ ଦେଖିଦିଅନ୍ତୁ, ପୁରା ବଢ଼ିଆ ସେ ଦେଖିଦିଅନ୍ତୁ ଭାଇ। ସବୁକିଛି ଆପଣମାନଙ୍କ ସହ ସେୟାର କରିଦେଲି। ତ ଭାଇ ସେଇଟା ଆପଣମାନଙ୍କୁ ସବୁ କିଛି ସେୟାର କରିଦେଲି, ଆଉ ସବୁ କିଛି ତ ଆପଣମାନଙ୍କୁ କ'ଣ କାର୍ଡରେ କ'ଣ ଅଛି କ'ଣ ନାହିଁ ସେୟାର କରିଦେଲି। ଆଉ ଥରେ ଭଲସେ ଆପଣମାନଙ୍କୁ କହିଦେଉଛି, ଆପଣମାନେ ଶୁଣନ୍ତୁ। ତ 17 ତାରିଖ ପାଖରୁ ଭାଇ ମୋ 17 ତାରିଖ ଦିନ ମୋ କ'ଣ ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ ହେବ। ତ 17 ତାରିଖ ପାଖରୁ ମୁଁ ଆପଣମାନଙ୍କୁ କହିଦେଉଛି କ'ଣ କ'ଣ ଅଛି। 17 ତାରିଖ ଦିନ ଅଛି ଭାଇ ରୟାଲ ଚ୍ୟାଲେଞ୍ଜ ଅପେରା, ରାତି 9 ଘଟିକାରେ ଆରମ୍ଭ ହେବ। 18 ତାରିଖ ଦିନ ଅଛି ଭାଇ ମା ସମଲେଶ୍ୱରୀ ମେଲୋଡି ଗ୍ରୁପ୍ ବରଗଡ଼ରୁ ଆସୁଛନ୍ତି, ସେ ଭାଇ ରାତି 9ଟା ବେଳେ ଆରମ୍ଭ ହେବ 18 ତାରିଖ ଦିନ ରବିବାର। ତ ଆଉ 19 ତାରିଖ ଦିନ ଅଛି ଭାଇ କ'ଣ ନା ପ୍ରଭୁପଦ ମେଲୋଡି, ଆଉ ସେ ଆସୁଛି ଭୁବନେଶ୍ୱରରୁ। 20 ତାରିଖ ଦିନ ଅଛି କ'ଣ ନା ଭଲି ଟୁର୍ଣ୍ଣାମେଣ୍ଟ, ସନ୍ଧ୍ୟା 5ଟାରେ ଆରମ୍ଭ ହେବ। ଆଉ 21 ତାରିଖ ଦିନ ଅଛି କ'ଣ ଅଛି ଅସୀମା ପଣ୍ଡା ମ୍ୟାଡ଼ାମଙ୍କର ନାଇଟ୍ ମେଲୋଡି ପ୍ରୋଗ୍ରାମ ଅଛି, ଆଉ କଟକରୁ ଆସୁଛନ୍ତି, ସେ ବି ରାତି 9 ଘଟିକାରେ ଆରମ୍ଭ ହେବ। ଆଉ 22 ତାରିଖ ଦିନ ଅଛି ଭାଇ କ'ଣ ନା ଚ୍ୟାଲେଞ୍ଜ ଅପେରା, ସେଇ ରାତି 9 ଘଟିକାରେ ଆରମ୍ଭ ହେବ। 23, 24 ସେମ୍। ତ ଭାଇ ଚାଲ ଆପଣମାନଙ୍କ ସହିତ ସବୁ କିଛି ସେୟାର କରିଦେଲି। ଭିଡ଼ିଓ କେମିତି କ'ଣ ଲାଗୁଛି ଭିଡ଼ିଓ ଲାଷ୍ଟ ଯାଏ ଦେଖନ୍ତୁ। ଭିଡ଼ିଓ ଲାଷ୍ଟ ଯାଏ ଦେଖି ଆପଣମାନେ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି, ଆଉ ସେୟାର ମଧ୍ୟ ବହୁତ ମାତ୍ରାରେ କରନ୍ତୁ, ଯେମିତି ସମସ୍ତେ ଦେଖିବା ପାଇଁ, ଆପଣ ଦେଖିବା ସତେ ସତେ ସମସ୍ତେ ଦେଖିପାରିବେ। ତ ଚାଲ ସବୁ କିଛି ସେୟାର କଲି ଭାଇ। ଆପଣମାନେ ଯାହା ଦେଖିଲେ ସେତିକି ନୁହେଁ, ଆହୁରି ବି ବହୁତ ସାରା ଆକର୍ଷଣ ଜିନିଷ ଅଛି ଯେଉଁଟା ମନକୁ ଛୁଇଁବ। ତ ଭାଇ ଜଲ୍ଦି ପଳେଇ ଆସନ୍ତୁ ଦେଖିବା ପାଇଁ। ଭାଇ କାର୍ଡରେ ଯାହା ଥିଲା ସେଇଟା ଆପଣମାନଙ୍କ ସହିତ ସବୁ କିଛି ସେୟାର କରିଦେଲି, ଆଉ ଭିଡ଼ିଓ ବନେଇକି ବି ସେଇଟା ସେୟାର କରିଦେଲି। ଆପଣମାନେ ଭଲସେ ଦେଖିଦେବେ ଆଉ ଭଲସେ ପଢ଼ି ନେବେ। ତ ଆଉ ରହିଲା କ'ଣ ଆଉ ଆକର୍ଷଣୀୟ ଜିନିଷ ଭାଇ ସେଇଠି କ'ଣ ଅଛି ସେଇଟା ଆସିଲେ ଆପଣମାନେ ଜାଣିପାରିବେ। ବାହାବଳପୁର ମାଛ ମାର୍କେଟ ଗଙ୍ଗା ପିଛା। ତ
ଜଲ୍ଦି ଜଲ୍ଦି ପଳେଇ ଆସନ୍ତୁ। 27 ତାରିଖ ପାଖରୁ ଆପଣମାନଙ୍କ ସହିତ ସେୟାର କରିଦେଲି ମୁଁ କ'ଣ କ'ଣ ହେବ କ'ଣ ନାହିଁ। ତ ରୟାଲ ଚ୍ୟାଲେଞ୍ଜ ଅପେରା ଅଛି, ଆଉ ବରଗଡ଼ରୁ ଆସୁଛନ୍ତି ମା ସମଲେଶ୍ୱରୀ ମେଲୋଡ଼ି ଗ୍ରୁପ୍, ଆଉ ଭଲି ଟୁର୍ଣ୍ଣାମେଣ୍ଟ, ଆଉ ଏବେ ତ ଭାଇ ପ୍ରତ୍ୟେକ ଦିନ ଚାଲିଛି କ୍ରିକେଟ ଖେଳ ଚାଲିଛି ପ୍ରତ୍ୟେକ ଦିନ। ତ ଏମିତି ସବୁ କିଛି ଅଛି। ଆଉ ପ୍ରସାଦ ସେବନ ବି ଅଛି, ଆପଣମାନେ ଦେଖିଦେବେ ପ୍ରସାଦ ସେବନ ବି ଅଛି ଏଇ ଭିତରେ। ତ ଆକର୍ଷଣ ଜିନିଷ କ'ଣ ଅଛି ସେଇଟା ଆସିଲେ ଆପଣମାନେ ଜାଣିପାରିବେ। ଆଉ ଆପଣମାନଙ୍କ ବଢ଼ିଆ ମନରେ ଏ ଓଡ଼ିଆ ପିଲାକୁ ଆଉ ଥରେ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରନ୍ତୁ, ଆଉ ବହୁତ ମାତ୍ରାରେ ସେୟାର କରନ୍ତୁ। ଆଉ ଯେଉଁ ସାଙ୍ଗମାନେ କହୁଛନ୍ତି କେଉଁଠି ମେଳା ହେଉଛି ଯିବା, କି ଆପଣଙ୍କ ବନ୍ଧୁମାନେ କହୁଛନ୍ତି କେଉଁଠି ମେଳା ହେଉଛି ଯିବା, ତ ସେମାନଙ୍କୁ ବହୁତ ଜଲ୍ଦି ସେୟାର କରନ୍ତୁ, ଆଉ ସେମାନେ ଦେଖିକି ଆସିବେ। ଆଉ ଆକର୍ଷଣୀୟ ଜିନିଷଟା କ'ଣ ଅଛି ସେଇଟା ଆସିଲେ ହିଁ ଜାଣିପାରିବେ। ଆଉ ଭିଡ଼ିଓ ମଝିରେ ମଝିରେ ମୁଁ କିଛି କ'ଣ ସେଇ ଭିଡ଼ିଓ ଗୁଡ଼ା ମୁଁ ସେୟାର କରିଦେବି, ସେଇଟା ଆପଣ ଦେଖିବେ, ବହୁତ ଇଣ୍ଟରେଷ୍ଟିଂ ଅଛି। ତ ଚାଲ ଭାଇ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି, ପୁଣି ଦେଖା ହେବ ନ୍ୟୁ ଭିଡ଼ିଓରେ ଆଉ ନୂଆ ଜାଗାରେ ନୂଆ ରୂପରେ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି, ପୁଣି ଦେଖା ହେବ କେଉଁଠି ନା କେଉଁଠି ଦେଖା ତ ହେବ ଆଉ।